ମଣିଷର ମନରେ ଇଚ୍ଛା ତ ଅନେକ ଥାଏ, କିନ୍ତୁ ସବୁ ଇଚ୍ଛା ପୂରଣ ହେବା ସମସ୍ତଙ୍କ ଭାଗ୍ୟରେ ନଥାଏ। ସମୟ ମୂକ, କାହା କଥା ଶୁଣେନି, କିନ୍ତୁ ଅନ୍ଧ ନୁହେଁ, ସମସ୍ତଙ୍କୁ ଦେଖେ। ଆଶା କରିବାର ଅଛି ତ ଭଗବାନଙ୍କ ଉପରେ କର, ଦୁନିଆ ଉପରେ ନୁହେଁ। ଯେ ଜୀବନ ସାଥୀ ଦିନେ ନା ଦିନେ ସମସ୍ତଙ୍କୁ ମିଳେ, ହେଲେ ମନର କଥା ଓ ହୃଦୟର ଭାଷା ବୁଝିପାରୁଥିବା ଜୀବନ ସାଥୀ ଭାଗ୍ୟରେ ଥିଲେ ମିଳେ। ମଣିଷ ଯେତେ ବଡ଼ ହୋଇଥାଉ ନା କାହିଁକି, ସେ ଯଦି ଶିକ୍ଷିତ, ସଭ୍ୟ, ମାର୍ଜିତ ନୁହେଁ, ତେବେ ଗନ୍ଧହୀନ ଫୁଲ ପରି ହୋଇଥାଏ। ବେଦ ପଢ଼ିବା ବହୁତ ସହଜ, କିନ୍ତୁ ଯେଉଁଦିନ ଅନ୍ୟର ବେଦନା ପଢ଼ିପାରିବେ, ସେଦିନ ଭାବନ୍ତୁ ମଣିଷ ଜନ୍ମ ଆପଣଙ୍କର ସାର୍ଥକ ହୋଇଛି। ପ୍ରକୃତ ବନ୍ଧୁ ସେ ନୁହେଁ ଯିଏ ଆମକୁ ପ୍ରତ୍ୟେକ କଥାରେ ବିନା କାରଣରେ ବିରୋଧ ଓ ସମାଲୋଚନା କରୁଥାଏ। ପ୍ରକୃତ ବନ୍ଧୁ ତ ସିଏ ଯିଏ ଆମ ନୀରବତାର ଶବ୍ଦକୁ ଅନୁଭବ କରିପାରୁଥାଏ। ଯେଉଁ ବ୍ୟକ୍ତି ଆପଣଙ୍କ ସମ୍ପର୍କର ସମ୍ମାନ ଦେବା ଜାଣିନାହିଁ, ତାହା ସହିତ ଛିଡ଼ା ହେବା ଅପେକ୍ଷା ଏକୁଟିଆ ଛିଡ଼ା ହେବା ଭଲ। ଏହା ଅଭିମାନ ନୁହେଁ, ସ୍ୱାଭିମାନ ଅଟେ। ଜୟ ଶ୍ରୀ ଜଗନ୍ନାଥ।